ମା ମନୋକାମନା ଦେବୀଙ୍କ ଦର୍ଶନ ପ୍ରକୃତରେ ନେପାଳର ଏକ ଅଲୌକିକ ତୀର୍ଥଯାତ୍ରା। ନେପାଳର ମନୋକାମନା ମନ୍ଦିରରେ ଆପଣଙ୍କୁ ସ୍ୱାଗତ। ମନୋକାମନା ମନ୍ଦିର ଆସିଛୁ ଆମେ ଆଜି ପହଞ୍ଚିଛୁ ବନ୍ଧୁମାନଙ୍କ ସହିତ। ମନୋକାମନା ମନ୍ଦିର ଇତିହାସ ସମ୍ପର୍କରେ ଆସ୍ତେ ଆସ୍ତେ ଜାଣିବେ। ଆସନ୍ତୁ ମୋ ସହିତ ମନୋକାମନା ମନ୍ଦିର ଦେଖିବେ, ବନ୍ଧୁମାନଙ୍କ ମତାମତ ନେବେ, ମନ୍ଦିର କେମିତି ଲାଗିଲା, ଜଣେ କେମିତି ରହିଥିଲା ସେସବୁ ଜିନିଷ ଦେଖିବେ। ଆସନ୍ତୁ ମୋ ସହିତ। ଏହି ଯାତ୍ରା କେବଳ ଗୋଟିଏ ଭ୍ରମଣ ନୁହେଁ, ବରଂ ଏକ ଅବିସ୍ମରଣୀୟ ଆଧ୍ୟାତ୍ମିକ ଅନୁଭବ। ସେହି ଅନୁଭୂତିକୁ ଆଜି ଆପଣମାନଙ୍କ ସହ ଭାଗ କରିବାକୁ ଚାହୁଁଛି। ପ୍ରଥମେ ଜାଣିବା ମନୋକାମନା ଶବ୍ଦର ଅର୍ଥ କ'ଣ? ମନ ଅର୍ଥ ହେଉଛି ହୃଦୟର ଇଚ୍ଛା ଓ କାମନା ଅର୍ଥ ହେଉଛି ଅଭିଳାଷ। ଅର୍ଥାତ୍ ଯିଏ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ କରନ୍ତି ସେ ହେଉଛନ୍ତି ମା ମନୋକାମନା। ଏହି ପବିତ୍ର ମନ୍ଦିର ନେପାଳର ଗୋର୍ଖା ଜିଲ୍ଲାରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ 1300 ମିଟର ଉଚ୍ଚରେ ଏକ ସବୁଜ ପାହାଡ଼ ଉପରେ ଅବସ୍ଥିତ। ଏଠାରୁ ହିମାଳୟ ପର୍ବତମାଳାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ଏହି ମନ୍ଦିରର ଇତିହାସ ଅତ୍ୟନ୍ତ ଆକର୍ଷଣୀୟ ବୋଲି କୁହାଯାଏ। ଗୋର୍ଖା ରାଜା ରାମ ସାହାଙ୍କର ରାଣୀଙ୍କ ମଧ୍ୟରେ ଦେବୀଙ୍କର ଦିବ୍ୟ ଶକ୍ତି ବାସ କରୁଥିଲା। ମନ୍ଦିରକୁ ଯିବାର ସବୁଠାରୁ ବଡ଼ ଆକର୍ଷଣ ହେଉଛି କେବୁଲ କାର୍। ନେପାଳର ପ୍ରଥମ କେବୁଲ କାର୍ ସେବା ମନୋକାମନା ମନ୍ଦିରକୁ ଯିବା ପାଇଁ ହିଁ ଆରମ୍ଭ କରାଯାଇଥିଲା। ଆମେ ମଧ୍ୟ କେବୁଲ କାର୍ରେ ଯାତ୍ରା ଆରମ୍ଭ କରିଥିଲୁ। ପ୍ରାୟ 10 ମିନିଟର ଏହି ଆକାଶ ଯାତ୍ରା ପ୍ରକୃତରେ ଅବିସ୍ମରଣୀୟ ଥିଲା। ତଳେ ବହି ଯାଉଥିବା ତ୍ରିଶୂଳି ନଦୀ, ସବୁଜ ଜଙ୍ଗଲ, ପାହାଡ଼ ଏବଂ ଛୋଟ ଛୋଟ ଗାଁର ଦୃଶ୍ୟ ଦେଖି ମନ ପୁରା ଖୁସିରେ ଭରି ଯାଉଥିଲା। ପାହାଡ଼ ଉପରେ ପହଞ୍ଚିବା ପରେ ଏକ ଛୋଟ ବଜାର ଦେଖିବାକୁ ମିଳିଲା। ସେଠାରେ ପୂଜା ସାମଗ୍ରୀ, ସ୍ଥାନୀୟ ହସ୍ତଶିଳ୍ପ, ନେପାଳୀ ସ୍ମାରକ ସାମଗ୍ରୀ ଏବଂ ବିଭିନ୍ନ ଖାଦ୍ୟଦ୍ରବ୍ୟ ମଧ୍ୟ ମିଳୁଥିଲା। ଲୋକକଥା ଅନୁସାରେ ସେହି ସ୍ଥାନରେ ପରବର୍ତ୍ତୀ ସମୟରେ ମନ୍ଦିରଟିଏ ନିର୍ମାଣ କରାଯାଇଥିଲା। ନେପାଳର ହିନ୍ଦୁ ସମାଜରେ ଏହା ଏକ ଅତ୍ୟନ୍ତ ପବିତ୍ର ଶକ୍ତିପୀଠ ଭାବେ ପରିଗଣିତ। ତେଣୁ ନେପାଳର ଏହା ଗୋଟିଏ ଶକ୍ତିପୀଠ ବୋଲି କୁହାଯାଏ। ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତ ଓ ଭକ୍ତିମୟ। ଘଣ୍ଟଧ୍ୱନି, ଶଙ୍ଖଧ୍ୱନି, ମନ୍ତ୍ରୋଚ୍ଚାରଣ ଓ ଭକ୍ତମାନଙ୍କର ଜୟ ମା ମନୋକାମନା ଧ୍ୱନି ସମଗ୍ର ପରିବେଶକୁ ପବିତ୍ର କରିଦେଉଥିଲା। ଆମେ ଧୈର୍ଯ୍ୟର ସହିତ ଧାଡ଼ିରେ ଛିଡ଼ା ହୋଇ ମାଙ୍କର ଦର୍ଶନ କଲୁ। ସେହି ମୁହୂର୍ତ୍ତରେ ମନ ଭିତରେ ଅଦ୍ଭୁତ ଶାନ୍ତି ଅନୁଭବ ହେଉଥିଲା। ମୋ ମାଙ୍କ ପାଖରେ ମୋ ପରିବାର, ବନ୍ଧୁବର୍ଗ, ଦେଶ ଓ ସମସ୍ତଙ୍କ ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲି।
ମନ୍ଦିରର ସ୍ଥାପତ୍ୟ ଶୈଳୀ ପାରମ୍ପରିକ ନେପାଳୀ ପାଗୋଡ଼ା ଶୈଳୀରେ ନିର୍ମିତ। ଏଥିରେ କାଠର ସୂକ୍ଷ୍ମ କାରୁକାର୍ଯ୍ୟ ଓ ଛାତର ଗଠନ ଅତ୍ୟନ୍ତ ସୁନ୍ଦର। ପ୍ରତିବର୍ଷ ହଜାର ହଜାର ଭକ୍ତ ନେପାଳ, ଭାରତ ଓ ବିଭିନ୍ନ ଦେଶରୁ ଏଠାକୁ ଆସନ୍ତି। ବିଶେଷ କରି ଦଶହରା ଓ ନବରାତ୍ରି ସମୟରେ ଏଠାରେ ବହୁତ ଭିଡ଼ ହୋଇଥାଏ। ନେପାଳ ଆସିଲେ ଯଦି ଆପଣଙ୍କର ମନୋକାମନା ମନ୍ଦିରକୁ ଯିବାକୁ ଚାହୁଁଛନ୍ତି, ତେବେ କିଛି ପରାମର୍ଶ ନିଶ୍ଚୟ ମୁଁ ଦେବି। ଆପଣ ପ୍ରଥମେ କଥା ମନେ ରଖିବେ, ସକାଳୁ ଶୀଘ୍ର ପହଞ୍ଚିବେ। କାହିଁକିନା ଆଗରୁ ଯଦି କେବୁଲ କାର୍ ଟିକେଟ୍ କାଟି ଦିଅନ୍ତି, ତାହେଲେ ଆପଣ ଉପର ମନ୍ଦିର ଦର୍ଶନ କରି ଶୀଘ୍ର ଫେରି ଆସିକି ଆପଣଙ୍କ ତଳେ ଲଞ୍ଚ କରିପାରିବେ। ସଙ୍ଗରେ ନିଶ୍ଚୟ ପାଣି ବୋତଲ ରଖିବେ। ପାହାଡ଼ିଆ ପାଗ ପାଇଁ ହାଲୁକା ଜ୍ୟାକେଟ୍ ମଧ୍ୟ ନେଇଥିବେ ଯଦି ଆପଣ ଶୀତ ଦିନ ଯାଉଛନ୍ତି। ଆମର ଏହି ଯାତ୍ରାରେ ବନ୍ଧୁମାନଙ୍କ ସହ କାଟିଥିବା ସମୟର ମୋତେ ବହୁତ ସ୍ମରଣୀୟ ଥିଲା। ଏକାଠି ଯାତ୍ରାର ହସ ଖୁସି, ଫଟୋ ଉଠାଇବା ଓ ମାଙ୍କର ଦର୍ଶନ, ଏସବୁ ସ୍ମୃତି ଜୀବନ ସାରା ମନେ ରହିବ। କିଛି ଫଟୋ ଆମ ସାଙ୍ଗମାନଙ୍କ ସହ ଯାଇଥିବା ଆପଣଙ୍କୁ ମଧ୍ୟ ଆପଣ ସେୟାର କରୁଛି। ଆପଣ ଦେଖନ୍ତୁ କେତେ ଉତ୍ଫୁଲ୍ଲିତ ଥିଲେ ବନ୍ଧୁମାନେ ସବୁ। ବନ୍ଧୁପତ୍ନୀମାନେ ଯାଇଥିଲେ ଏବଂ କିଭଳି ଭାବଗମ୍ଭୀର ଭାବରେ, କିଭଳି ଆପଣଙ୍କର ଭକ୍ତିପୂତ ଭାବରେ ଆପଣଙ୍କର ମାଙ୍କ ଦର୍ଶନ କରି ଫେରିଥିଲେ, ସେ ବିଷୟ ଆପଣ ଫଟୋ ଦେଖିଲେ ହିଁ ନିଶ୍ଚୟ ଜାଣିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିବ, ଅନୁରୋଧ କରିବି ଗୋଟେ ଛୋଟିଆ ଲାଇକ୍ଟେ କରନ୍ତୁ। କୌଣସି ପଇସା ପଡ଼ିବ ନାହିଁ। ଆଉ ଭିଡ଼ିଓଟିକୁ ଯଦି ବହୁମାତ୍ରାରେ ସେୟାର କରିବେ, ତାହେଲେ ଆମେ ନିଶ୍ଚିତ ଏଭଳି ଆଧ୍ୟାତ୍ମିକ ଭିଡ଼ିଓ ଏବଂ ଚ୍ୟାନେଲରେ ଥିବା ଅନ୍ୟ ରୋଷେଇ ଉପରେ ହେଉ, ସଙ୍ଗୀତ ଉପରେ ହେଉ, ବିଭିନ୍ନ ଆପଣଙ୍କର କଥୋପକଥନ ଉପରେ ହେଉ, ବିଭିନ୍ନ ଭିଡ଼ିଓ ଆପଣଙ୍କୁ ଦେଖାଇବାରେ ଆମେ ସାହାଯ୍ୟ କରିପାରିବୁ। ଆଜି ରହୁଛି। ଜୟ ଜଗନ୍ନାଥ, ଜୟ ମା ମନୋକାମନା।